ଜୟଜଗନ୍ନାଥ ପିଲାମାନେ ତୁମମାନଙ୍କୁ ମୋ ୟୁଟ୍ୟୁବ୍ ଚ୍ୟାନେଲ୍ ଲିପୁ କ୍ଲାସେସ୍କୁ ସ୍ୱାଗତ। ତ ଆଜିର ଭିଡ଼ିଓରେ ପିଲାମାନେ ଦେଖିବେ କି ଆମର +3 ଫାର୍ଷ୍ଟ ସେମିଷ୍ଟର କମ୍ପଲସରି ପେପର୍ ଯାହାକି ରହିଛି ଆମର ଏସି ଓଡ଼ିଆ। ତ ଆମେ ୟୁନିଟ୍ 3ର ଆଜି ଦେଖିବା କ୍ୱେଶ୍ଚିନ୍ ଗୁଡ଼ିକ ତ ବା ଯାହା ରହିଛି ଆମେ ତାକୁ ଆଲୋଚନା କରିବା। ଦେଖ ତ ତୃତୀୟ ଏକକ ରହିଛି ଆମର ପିଲାମାନେ ଅନୁଚ୍ଛେଦ ସଂକ୍ଷେପଣ, ଶୀର୍ଷକ ନିର୍ଦ୍ଧାରଣ ଏବଂ ପ୍ରଶ୍ନ ଉତ୍ତର। ତ ଆର କିଛି MCQ ବା 2 ମାର୍କ ସେମିତି କିଛି ନାହିଁ ପିଲାମାନେ, ସେ ଡାଇରେକ୍ଟ 5 ମାର୍କ କ୍ୱେଶ୍ଚିନ୍ ହିଁ ଦେଇଦେଇଛି। ଦେଖ ଏଥିରେ ଏକ ଗଦ୍ୟ ଅନୁଚ୍ଛେଦ ଦିଆଯିବ, ସେଥିରୁ ପରୀକ୍ଷାର୍ଥୀଙ୍କୁ 1/3 ଶବ୍ଦରେ ଉତ୍ତର ଦେବାକୁ ପଡ଼ିବ। ଏହାର ମୂଲ୍ୟ 5 ନମ୍ବର ହେଲା। ଏ ଡାଇରେକ୍ଟ 5 ମାର୍କ କ୍ୱେଶ୍ଚିନ୍ ହିଁ ଆସିବ। ତ କିପରି ଆମେ ତାକୁ ଲେଖିବା ବା କେତେଟା ଟିପ୍ସ ଏଠି ଦିଆଯାଇଛି ହେଲା। ଟିପ୍ସ ଗୁଡ଼ିକୁ ମନେ ରଖି କିପରି ଆମେ ତାକୁ କ'ଣ କରିପାରିବା ନା ସଂକ୍ଷେପ କରିପାରିବା। ଦେଖ ମୂଳ ଲେଖାକୁ ଅତି କମ୍ରେ 2ରୁ 3 ଥର ପଢ଼ିବା ଉଚିତ, ଯେପରିକି ମୂଳ ଲେଖାର ସାର କଥା ଆମେ ଜାଣିପାରିବା। ମାନେ ସେ ଟୋଟାଲ ଗୋଟେ ପାସେଜରେ କ'ଣ ଦେଇଛି ମେନ୍ ପଏଣ୍ଟ ଗୁଡ଼ିକୁ ହିଁ ସେ ନୋଟ୍ କରିବା। ଆମେ ଯେମିତି କରୁଛେ ମୂଳ ଲେଖାର କେଉଁ ଗୁଡ଼ିକ ପ୍ରସଙ୍ଗ ଦୃଷ୍ଟିରୁ ଗୌଣ ତଥ୍ୟ, କେଉଁ ଗୁଡ଼ିକ ପ୍ରମୁଖ ତଥ୍ୟ ତା ବାଛି ଲେଖିବାକୁ ପଡ଼ିବ, କେଉଁ ଗୁଡ଼ିକ ସେମିତି କିଛି ଇମ୍ପୋର୍ଟାଣ୍ଟ ନାହିଁ, କେଉଁ ଗୁଡ଼ିକ ଇମ୍ପୋର୍ଟାଣ୍ଟ ତଥ୍ୟ ଗୁଡ଼ିକ ବା ମେନ୍ ପଏଣ୍ଟ ଯେଉଁଟା ଆମେ କହୁଛେ ତାକୁ ବାଛି ଲେଖିବା। ବିଶେଷ ବାହୁଲ୍ୟ ଦୀର୍ଘବର୍ଣ୍ଣ ଇତ୍ୟାଦି ଚିହ୍ନଟ କରି ସେଗୁଡ଼ିକୁ ପରିହାର କରିବାକୁ ହେବ ଏବଂ ସନ୍ଧି ଓ ଏକପଦୀକରଣ ଭିତରେ ଭାବାର୍ଥକୁ ସଂକ୍ଷିପ୍ତ କରି ଗୋଟେ କ୍ଷୁଦ୍ର ବାକ୍ୟରେ ଆମେ ଯେଉଁ ଲଙ୍ଗ ଦେଇଥାଉ ମାନେ 4ଟି ବାକ୍ୟ ଦେଇଥାଉ ମାନେ ତାକୁ ଆମେ 2ଟି ବାକ୍ୟରେ କେମିତି ସେଣ୍ଟେନ୍ସରେ ଲେଖିବା ସେଥିପ୍ରତି ମଧ୍ୟ ଆମେ ଧ୍ୟାନ ଦେବାକୁ ପଡ଼ିବ। ଭାବ ସଂକ୍ଷେପଣ କ୍ଷେତ୍ରରେ ପ୍ରଦତ୍ତ ଅନୁଚ୍ଛେଦରେ 1/3 ଶବ୍ଦ ମାଧ୍ୟମରେ 1/3 ଯଦି ପିଲାମାନେ ଆମର କେତେଟା ଗୋଟେ ପାରାଗ୍ରାଫ ଯଦି କେତେ ମାନେ ମନେକର 30ଟି ବାକ୍ୟରେ ଦେଇଥିବ, ତାହେଲେ ଆମେ ତାକୁ କ'ଣ ଯେତେବେଳେ ଆମେ ତାକୁ ସଂକ୍ଷେପଣ କରିବା ତାକୁ 10ଟି ବାକ୍ୟରେ ପରିଣତ କରିବାକୁ ଆମେ ଚେଷ୍ଟା କରିବା। ପୁନଃଲିଖନ ପରେ ସଂକ୍ଷିପ୍ତ ଅନୁଚ୍ଛେଦରେ ଏକ ସୁନ୍ଦର ନାମକରଣ ଶୀର୍ଷକ ମଧ୍ୟ ଆମେ ସ୍ଥିର କରି ଗୋଟେ ସୁନ୍ଦର ନାମକରଣ ଦେବା ମଧ୍ୟ ହେଲା। ତା ସହିତ ମୂଳ ଲେଖାରେ କୌଣସି ପରିସ୍ଥିତିରେ କିଛି ନୂତନ ତଥ୍ୟ ସଂଯୋଗ କରିବା, ଏହାକୁ ସଂଶୋଧନ କରିବା ବା ଏ ସମ୍ପର୍କରେ କୌଣସି ଟିପ୍ପଣୀ ଦେବା ଛାତ୍ରଛାତ୍ରୀଙ୍କର ପରିସରଭୁକ୍ତ ନୁହେଁ। ମାନେ କିଛି ଆଉ ଆମେ କିଛି ଚେଞ୍ଜ କରିବାନି, ଯାହା ଅଛି ତାକୁ ହିଁ ଭିତ୍ତି କରି ଆମେ ଲେଖିବା। ସଂକ୍ଷିପ୍ତକରଣ କରିବା ସମୟରେ ଛାତ୍ରଛାତ୍ରୀମାନେ ମୂଳ ଲେଖାର ମୁଖ୍ୟ ଭାବକୁ ହିଁ କେବଳ ସଂକ୍ଷିପ୍ତ କରିବେ, ଆଉ କିଛି ଦରକାର ନାହିଁ। ଆମେ ମୂଳ ଲେଖା ଯାହା ଦେଇଛି ତାକୁ ହିଁ ଆମେ ସଂକ୍ଷିପ୍ତ କରିବା। ତା ସହିତ ପୁନଃଲିଖନ ସମୟରେ ମୁଖ୍ୟ ଭାବର ସନ୍ଧି ଯେପରି ନଷ୍ଟ ନୁହେଁ, ଛାତ୍ରଛାତ୍ରୀ ସେଥିପ୍ରତି ମଧ୍ୟ ଧ୍ୟାନ ଦେବେ। ମାନେ ଯେତେବେଳେ ଆମେ ଲେଖିବା ତ ଯେମିତି ମୁଖ୍ୟ ଭାବଟା ମାନେ ଯେଉଁଟା ମେନ୍ ଯେଉଁ ଟପିକ୍କୁ ନେଇକି ଆମେ ଲେଖିଥିବା ତ ସେଇଟା ଯେମିତି କିଛି ନଷ୍ଟ ନ ହେବ। ଆଉ ସଂକ୍ଷିପ୍ତକରଣ ସମୟରେ ଛାତ୍ରଛାତ୍ରୀମାନେ ଯଥାସମ୍ଭବ ନିଜ ଭାଷା ବ୍ୟବହାର କରିବା ଆବଶ୍ୟକ। ଏହା ଅଧିକନ୍ତୁ ସରଳ, ସ୍ପଷ୍ଟ ଆଉ ସାବଲୀଳ ହେବା ବାଞ୍ଛନୀୟ। ତ ଏଭଳି ଭାବରେ ରହିଛି ପିଲାମାନେ ଗୋଟେ ଅନୁଚ୍ଛେଦଟି ଦେଇଛି, ଆମେ ଅନୁଚ୍ଛେଦଟିକୁ ଦେଖିବା ଏବଂ ତାକୁ କେମିତି ସଂକ୍ଷେପକରଣ କରାଯାଏ ଆମେ ଗୋଟେ ଦେଖିନେବା। ସମ୍ଭାବ୍ୟ ଉତ୍ତର ତାର ଗୋଟେ ରହିଛି। ତ ଏଇଟା ଆମ ୟୁନିଟ୍ 3 ଏମିତି ହିଁ ରହିଛି। ତାପରେ ମୁଁ ଆଉ ଗୋଟେ ଦେଇଦେବି କ'ଣ ନା କିପରି ଯେଉଁ ପାସେଜ ମାନେ ଉତ୍ତର ତାରଠୁ ଦେଖିଦେଲେ ତାର ମଧ୍ୟ ଗୋଟେ ଏଇ ଭିଡ଼ିଓରେ ମୁଁ ଜଣେଇଦେବି। ତ ଦେଖ ତ ଅନୁଚ୍ଛେଦ ଗୋଟେ ଦେଇଛି, ଦେଖ ପିଲାମାନେ ପରକୁ ଜାଣି ସାରିବା ପରେ ମୁଁ ଖାଲି ପଢ଼ି ଯାଉଛି, କିଛି ବୁଝିବା ଦରକାର ନାହିଁ, ମୁଁ ପଢ଼ି ଯାଉଛି। ତୁମେ 2ରୁ 3 ଥର ଲାଗି ପଢ଼ିଦେବାକୁ ପଡ଼ିବ। ପୁରଙ୍କୁ ଜାଣି ସାରିଲା ପରେ ବିଜୟ ସିକନ୍ଦର ଧରିନେଲେ ଯେ ସାରା ଭାରତ ତାଙ୍କର ପ୍ରଧାନତଃ ହେଲା, ଆଉ ସେ ହେଲେ ବିଶ୍ୱବିଜୟୀ ସମ୍ରାଟ, ସମସ୍ତଙ୍କର ହର୍ତ୍ତା ଓ କର୍ତ୍ତା। ଭାରତ ଜୟ ପୂର୍ବରୁ ଯୁଦ୍ଧରେ ଜିଣିଥିବା ଅନ୍ୟାନ୍ୟ ଦେଶମାନଙ୍କର ଗାଁ ଗହଳି ଦେଇ ସେ ଯେତେବେଳେ ସେନାବାହିନୀ ସହିତ ଯାଆନ୍ତି, ଆବାଳ ବୃଦ୍ଧ ବନିତା ସମସ୍ତେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଇ ଅଥବା ଲମ୍ବ ହୋଇ ତଳେ ଶୋଇଯାଇ ତାଙ୍କର ଅଭିବାଦନ ଜଣାନ୍ତି। ସେ ଯେତେବେଳେ କ'ଣ ଭାରତ ଜୟ ପୂର୍ବରୁ ଯେତେବେଳେ ସେ କ'ଣ ଅନ୍ୟାନ୍ୟ ଦେଶମାନଙ୍କର ଗାଁ ଗହଳି ଯାଆନ୍ତି, ସେତେବେଳେ ସେନାବାହିନୀ ଯାଆନ୍ତି। ତ ଆବାଳ ବୃଦ୍ଧ ମାନେ ଛୋଟ ବଡ଼ ସବୁ ଲୋକମାନେ କ'ଣ ସମସ୍ତେ ଆଣ୍ଠୁମାଡ଼ି ମୁଣ୍ଡ ନୁଆଇବା ଲମ୍ବ ଭାବରେ ତଳେ ଶୋଇ ତାଙ୍କର ଅଭିବାଦନ ଜଣାନ୍ତି ବା ତାଙ୍କୁ ସ୍ୱାଗତ କରନ୍ତି। ବିଜୟ ଉନ୍ମତ୍ତର ସିକନ୍ଦର ସ୍ୱାଭାବିକ ଭାବରେ ଧରି ନେଇଥିଲେ ଯେ ଭାରତର ଗାଁ ଗହଳି ମଧ୍ୟ ଲୋକେ ବିଶ୍ୱ ସମ୍ରାଟକୁ ସେହି ରକମର ଅଭିବାଦନ ଜଣାଇବେ, କିନ୍ତୁ ଏ ଦେଶରେ ତାର ବିପରୀତ ହେଲା। ସେ ଭାବିଲେ ଯେ ମୁଁ ଅନ୍ୟାନ୍ୟ ଦେଶ ଯାଉଛି, ଆବାଳ ବୃଦ୍ଧ ବନିତା ମାନେ କ'ଣ ସେ ଛୋଟ ଛୁଆଟିଏ ହେଉ ବା ବୁଢ଼ା ଲୋକଟିଏ ହେଉ ବା ଯିଏ ହେଉ ନା କାହିଁକି ସେ କ'ଣ ତାଙ୍କୁ କ'ଣ ପାଦ ନୁଆଇ ବା ପାଦ ମୁଣ୍ଡ ନୁଆଇ ସବୁ ଜଣାଉଥିଲେ ହେଲା। ତ ତାକୁ ସେଇଭଳି ଭାବରେ ସେ ଭାବିଲେ ମୁଁ ଭାରତରୁ ମଧ୍ୟ ଏଇଟା ପାଇବି, ସେ ଭାରତରୁ ସେଇଟା ଆଶା କରିଥିଲେ। ତ ସେ ଏଇଭଳି ଭାବରେ କ'ଣ ପିଲାମାନେ ସେ ମନରେ ଗୋଟେ ଆଶା ବାନ୍ଧିଥିଲା, କିନ୍ତୁ ସେଇଟା ତାର କ'ଣ ଭାରତର ଏଇଟା ତାର ବିପରୀତ ହେଲା। ସୂର୍ଯ୍ୟକିରଣ ଝଲକି ଯାଉଥିବା ଶିରସ୍ତ୍ରାଣ ସାଞ୍ଜୁ ଓ ତରବାରୀରେ ସଜ୍ଜିତ ଅଶ୍ୱରୀଙ୍କର ଗହଣରେ ସେ ଯେତେବେଳେ ଭାରତର ଗାଁ ଗହଳିମାନେ ମଧ୍ୟ ଦେଇ ଯାଉଥିଲେ, ସେତେବେଳେ ବୁଢ଼ାମାନେ ତାଙ୍କ ଦୌଡ଼ିଆ ଖଟରେ ବସି ହୋକା ଟାଣୁଥିବା ବେଳେ ଆଈ ବୁଢ଼ୀମାନେ ସପ ଉପରେ ବସି ଖରା ପୁଆଉଁ ପୁଆଉଁ ମୁଣ୍ଡରେ ଉକୁଣି ବାଛୁଥିବା ସମୟରେ କୌତୂହଳର ମୁଣ୍ଡ ଟେକି ଏହି ଅଦ୍ଭୁତ ମଣିଷମାନେ ଆଡ଼କୁ ଅନାଉଥିଲେ ସତ, କିନ୍ତୁ ଅଭିବାଦନ ତ ଦୂରେ ଥାଉ, କିଏ ଠିଆ ହେବାକୁ ମଧ୍ୟ ଚେଷ୍ଟା କରୁନଥିଲେ, କିଏ ମଧ୍ୟ ତାକୁ ସମ୍ମାନ ଆଉ ଦେଉନଥିଲେ। ଯେ ଯାହା କାମରେ ବ୍ୟସ୍ତ ରହୁଥିଲେ। ବୁଢ଼ୀମାନେ କ'ଣ ଉକୁଣି ଗାରୁଥିଲେ, ମାନେ ଆଉ କ'ଣ ବୁଢ଼ା ଲୋକମାନେ ବା ବୁଢ଼ାମାନେ ସେତେବେଳେ ଦୌଡ଼ିଆ ଖଟରେ ବସି ହୋକା ଟାଣୁଥିଲେ। ସିକନ୍ଦର ଧରିନେଲେ ଯେ ଭାରତର ଲୋକ ଅଶିକ୍ଷିତ, ବର୍ବର ଓ ମାନ ସମ୍ମାନ ଜ୍ଞାନ ରହିତ। ତ ସେ କ'ଣ ଯେ ଭାରତର ଲୋକ ଯାକ କ'ଣ ଅଶିକ୍ଷିତ ବା ସେ ଅଜ୍ଞାନୀମାନେ, ସେମାନେ ବର୍ବରମାନେ ଏବଂ ମାନ ସମ୍ମାନ ବୋଲି ସେମାନଙ୍କର କିଛି ନାହିଁ।
ଦିନେ ସେ ଗୋଟେ ଗାଁର ରାସ୍ତା ନିଜ ଶିବିର ଫେରୁଛନ୍ତି ମାନେ ସେ ଯେଉଁ କୁଟୀର ବା ସେ ଯେଉଁଠି ରହୁଛନ୍ତି ଶିବିର ମାନେ ରାଜାମାନେ ଯେଉଁ ଡେରା ପକାନ୍ତି ସେ ଯେଉଁ ଶିବିରକୁ ସେମାନେ ଫେରିଥାନ୍ତି। ହଠାତ୍ ଦେଖିଲା ଯେ ଏଇ ବୁଢ଼ାବୁଢ଼ୀମାନେ ନିଜ ନିଜ ସ୍ଥାନରୁ ଦୌଡ଼ି ଯାଇ ରାସ୍ତାରେ ଚାଲି ଯାଉଥିବା ଜଣେ ଲୋକର ପାଦ ଛୁଇଁ ତାକୁ ଅଭିବାଦନ ଜଣାଉଛନ୍ତି। ତ ସେ ଦେଖିଲେ ଯେତେବେଳେ ସେ ଫେରୁଥାନ୍ତି ତାଙ୍କ ଶିବିରକୁ ସେ ଦେଖିଲେ ଯେ ଏଇ ବୁଢ଼ାବୁଢ଼ୀମାନେ ଯାଇକି ଜଣଙ୍କର କ'ଣ ପାଦ ଛୁଇଁ ଅଭିବାଦନ ଜଣାଉଛନ୍ତି ହେଲା। ସାମାନ୍ୟ ଖଣ୍ଡିଏ ଲେଙ୍ଗୁଟି ବ୍ୟତୀତ ଲୋକଟି ପ୍ରାୟ ଲଙ୍ଗଳା, ପାଉଁଶ ବଳା ଦେହ, ମୁଣ୍ଡର ନୁଖୁରା ବାଳ ଜଟା ବାନ୍ଧାଇଛି। ବା ଜାଣିପାରୁଥିବେ ପିଲାମାନେ ଯେଉଁ ଅଘୋରୀ ବାବା ଯେଉଁ ଜାଣିଛନ୍ତି ଯେ ମାନେ ଯେଉଁ ଶିବଙ୍କ ଯିଏ ବହୁତ ବଡ଼ ଭକ୍ତ ଅଘୋରୀ ବାବା, ତ ସେଇଭଳି ଭାବରେ ଜଣେ ଯାଉଛନ୍ତି। ଦେହରେ ପାଉଁଶ ମାନେ କମ୍ ପିନ୍ଧିଛନ୍ତି ହେଲା। ତ ତା ସହିତ ମୁଣ୍ଡର ଜଟା। ତ ତାଙ୍କୁ ସେ କ'ଣ ପ୍ରାୟ ବୁଢ଼ାବୁଢ଼ୀମାନେ ତାକୁ ଅଭିବାଦନ ଜଣାଉଛନ୍ତି। ଏପରି ଜଣେ ଲୋକ ଅଭିବାଦନ ଜଣାଉଥିବା ଦେଖି ସିକନ୍ଦର ଧରି ନେଲେ ଯେ ସେ ନିଶ୍ଚୟ ଜଣେ ଛଦ୍ମବେଶୀ ରାଜା। ସେ ଭାବିଲେ ଯେ ଏଇଟା ଜଣେ ରାଜା ହେଇଥିବ, ତ ସେଥିପାଇଁ ତାଙ୍କୁ ସେ ଅଭିବାଦନ ଜଣାଉଛନ୍ତି। କୌପୀନଧାରୀ ଅବସ୍ଥିତ ସୈନିକ ଦ୍ୱାରା ଦ୍ରୁତ ହୋଇ ଶିବିରକୁ ନୀତ ହେଲେ। ଶିବିରରେ ସମ୍ରାଟକୁ ପ୍ରଣାମ ନ କରିବାରୁ ତାକୁ ଯେତେବେଳେ କୈଫିୟତ ମରାଗଲା ସେ ଉତ୍ତର ଦେଲେ ଯେ ଭାରତବର୍ଷର ରାଜା ସନ୍ନ୍ୟାସକୁ ପ୍ରମାଣ କରେ, ସନ୍ନ୍ୟାସୀ ରାଜାକୁ ନୁହେଁ। ତ ଯେତେବେଳେ ତାଙ୍କୁ ଧରି ପଡ଼ିଲେ ସେ ସୈନ୍ୟ ପଠାଇ ସେ ଯେଉଁ ସନ୍ନ୍ୟାସୀ ଜଣକୁ କୁଟୀର ଭିତରୁ ଆଣିଲେ। ତ ତାକୁ ପଚାରିଲେ, ସେ ଉତ୍ତର ଦେଲେ ଯେ ଭାରତବର୍ଷରେ ରାଜା ସନ୍ନ୍ୟାସକୁ ପ୍ରଣାମ କରେ, ସନ୍ନ୍ୟାସୀ କେବେ ରାଜାଙ୍କୁ ପ୍ରଣାମ କରେ ନାହିଁ। ଏଇଟା ହେଉଛି ଆମ ଭାରତୀୟ ସଂସ୍କୃତି। ସନ୍ନ୍ୟାସ ବନ୍ଦୀ ହେଲେ ଓ ସମ୍ରାଟକୁ ଅପମାନ ଦେଇଥିବାର ନିର୍ଯାତିତ ହେଲେ। ତ ସନ୍ନ୍ୟାସୀ ଜଣକ ବନ୍ଦୀ ହେଲେ ଏବଂ ସମ୍ରାଟକୁ ଯେଉଁ ଅପମାନ ମିଳିଥିଲା ସେଥିପାଇଁ ସେ ନିର୍ଯାତିତ ହେଲେ। କାରାଗାରରେ କିନ୍ତୁ ସନ୍ନ୍ୟାସୀଙ୍କ କିଛି ପରିବର୍ତ୍ତନ ହେଲାନି। ସମ୍ରାଟଙ୍କ ପାଖକୁ ଏହି ବନ୍ଦୀ ଯେତେଥର ନୀତି ହୁଅନ୍ତି ଘଟଣା ପୁନରାବୃତ୍ତି ହୁଏ, ନିର୍ଯାତନା ବଢ଼େ, କିଛି ହେଲାନି ହେଲା। ଏପରି ଶାରୀରିକ କଷ୍ଟ ଭିତରେ ବିକାର ଓ ଦ୍ୱନ୍ଦ୍ୱ ରହିତ ସନ୍ନ୍ୟାସୀଙ୍କ ପ୍ରଶାନ୍ତ ବଦନ ଓ ହୃଷ୍ଟଚିତ୍ତ ଦେଖି ସିକନ୍ଦର ଶେଷରେ ମନେ କଲେ ଯେ ଏହି ଲୋକଟିକୁ ପ୍ରୀତ କଲେ ଅବା କିଛି ଫଳ ଲାଭ ହୋଇପାରେ। ସେମିତି କିଛି ନାହିଁ। ଦିନେ ସେ ନିଜେ କାରାଗାରରେ ବନ୍ଦୀ ସନ୍ନ୍ୟାସୀକୁ ଦେଖା କରି ସହାସ ବଦନ ପଚାରିଲେ ଯେ ବନ୍ଦୀ ଯାହା ଚାହାନ୍ତି ସେ ସମ୍ରାଟକୁ ନିବେଦନ କରିପାରିବେ। ସେ ପଚାରିଲେ ଯେ କିଏ ପଚାରିଲେ? ସମ୍ରାଟ ପଚାରିଲେ ବନ୍ଦୀକୁ ବା ସନ୍ନ୍ୟାସୀ ଜଣ ପଚାରିଲେ ଆଉ ତୁମେ ଯାହା ଚାହିଁବ ତାହା ମାଗିପାରିବ। ସମ୍ରାଟ ଆଶା କରିଥିଲେ ସେ ମୁକ୍ତି ଚାହିଁବ, କିନ୍ତୁ ସନ୍ନ୍ୟାସୀ ଟିକେ ହସିଲା କହିଲେ ସମ୍ରାଟ ଯଦି ଏତେ ଦୟା ଦେବେ ଠିଆ ହୋଇଥିବା ସ୍ଥାନରୁ ଟିକେ ଘୁଞ୍ଚି ଯଦି ଠିଆ ହୁଅନ୍ତେ ତେବେ ଭଲ ହୁଅନ୍ତା। କାନ୍ଥରେ ଗୋଟିଏ ଛିଦ୍ର ଦେଇ ଯେଉଁ ସୂର୍ଯ୍ୟରଶ୍ମି ସନ୍ନ୍ୟାସୀଙ୍କ ଦେହରେ ପଡ଼ିଥିଲା ତାହା ସମ୍ରାଟଙ୍କ ଦେହରେ ଢାଙ୍କି ନ ହୋଇ ଆଉଥରେ ତାଙ୍କ ଦେହରେ ପଡ଼ନ୍ତା। ସେ କହିଲେ ଯେଉଁ ଗୋଟେ ଛୋଟ ରନ୍ଧ୍ର ଅଛି ସେ ରାସ୍ତା ଦେଇ କ'ଣ ସୂର୍ଯ୍ୟକିରଣଟା ଆସନ୍ତା ଆଉ ମୋ ଦେହରେ ପଡ଼ନ୍ତା। ସିକନ୍ଦର କିଂକର୍ତ୍ତବ୍ୟ ମୂଢ଼ ହୋଇଗଲେ। ଏପରି ତାଶ୍ଚର୍ଯ୍ୟ ସେ କେବେ ମଧ୍ୟ ଆଶା କରିନଥିଲେ। ସେଦିନ ତାଙ୍କର ପ୍ରଥମ କରି ମନେ ହେଲା ଯେ ଭାରତ ଗୋଟିଏ ଅଦ୍ଭୁତ ଦେଶ ଆଉ ଏ ଦେଶର ଲୋକମାନେ ମଧ୍ୟ ଟିକେ ଅଦ୍ଭୁତ। ସେଦିନ ସେ ରିଅଲାଇଜ୍ କଲେ ଯେ ଭାରତ କ'ଣ। ତ ସେଇଟା ହେଉଛି ପିଲାମାନେ ଦେଖ ଏଇଟା ଆମର କେତୋଟି ଅଛି ପାଖାପାଖି 1 2 3 ତିନିଟା ପାଖାପାଖି ମାନେ ବଡ଼ ବଡ଼ ତିନୋଟି ହିଁ ଆମର କ'ଣ ରହିଛି ପାରାଗ୍ରାଫ ରହିଛି। ତ ସେ କହୁଛି 1/3 ମାନେ କ'ଣ 3 ଭାଗରୁ 1 ଭାଗ। ଆମେ ଦେଖ ସେ କେମିତି ଗୋଟିଏ ପାରାଗ୍ରାଫରେ ରଖିଦେଇଛି ସେ ଉତ୍ତରଟାକୁ ହେଲା। ତ ଦେଖ ପୁରୁଙ୍କ ଜିଣିସାରି ଭାରତକୁ ଜୟ କଲେ ବୋଲି ସିକନ୍ଦର ନିଜକୁ ବିଶ୍ୱବିଜୟ କଲେ। ମୁଁ ଭାରତକୁ ଜିତିଗଲି ତ ମୁଁ ବିଶ୍ୱବିଜୟ ହୋଇଗଲି। ପୂର୍ବରୁ ଜିଣିଥିବା ଦେଶର ଆବାଳ ବୃଦ୍ଧବନ୍ଧୁ ତାଙ୍କୁ ଓ ତାଙ୍କ ସୈନ୍ୟବାହିନୀ ମୁଣ୍ଡ ନୁଆଁ ଅଭିବାଦନ ଜଣାଉଥିବା ବେଳେ ସେ ଭାବିଥିଲେ ଯେ ଭାରତୀୟମାନେ ମଧ୍ୟ ତାଙ୍କୁ ସେହିଭଳି ଭାବରେ ବ୍ୟବହାର ଦେଖାଇବେ। ମାତ୍ର ଭାରତର ବୁଢ଼ାବୁଢ଼ୀମାନେ ନିଜ ନିଜ କାମରେ ବ୍ୟସ୍ତ ଥାଇ ବିଶ୍ୱବିଜୟଙ୍କୁ ଜଣାଇ ନଥିଲେ ବା ଅଭିବାଦନ ଜଣାଇ ନଥିଲେ। ଅଥଚ ଦିନେ ସିକନ୍ଦର ଦେଖିଲେ ଯେ ବୁଢ଼ାବୁଢ଼ୀମାନେ ଜଣେ ଲେଙ୍ଗୁଟି ପିନ୍ଧା ସନ୍ନ୍ୟାସୀକୁ ଅଭିବାଦନ ଜଣାଉଛନ୍ତି। ସିକନ୍ଦର ତାକୁ ଛଦ୍ମବେଶୀ ରାଜା ଭାବରେ ଶିବିରକୁ ଆଣିଲେ ଏବଂ ତାଙ୍କୁ ପ୍ରମାଣ ନ କରିବାର କାରଣ ପଚାରିଲେ। ଭାରତବର୍ଷରେ ରାଜା ସନ୍ନ୍ୟାସୀକୁ ପ୍ରଣାମ କରେ, ସନ୍ନ୍ୟାସୀ ରାଜାକୁ ନୁହେଁ ବୋଲି ସେ ଉତ୍ତର ଦେଲେ ଯେ ଆମ ଭାରତ ସମାଜ ବା ଆମ ଭାରତବର୍ଷରେ ବା ଆମ ଭାରତ ଦେଶରେ ରାଜାମାନେ ସନ୍ନ୍ୟାସୀକୁ ପ୍ରଣାମ କରନ୍ତି, ସନ୍ନ୍ୟାସୀମାନେ ରାଜାକୁ ନୁହଁ। ତ ଏହାକୁ ଅପମାନ ମନେକରି ସିକନ୍ଦର ସନ୍ନ୍ୟାସୀକୁ କାରାଗାରରେ ନିର୍ଯାତନା ଦେଲେ। ଆଉ ସନ୍ନ୍ୟାସୀ ଯେଉଁ ଥିଲେ ପ୍ରଶାନ୍ତ ହୃଷ୍ଟଚିତ୍ତ, ସେ ବହୁତ ଶାନ୍ତଶିଷ୍ଟ ଥିଲେ। ସମ୍ରାଟ ଦିନେ ବନ୍ଦୀଙ୍କ ଶେଷ ଇଚ୍ଛା ପଚାରିବାରୁ ସନ୍ନ୍ୟାସୀ ସମ୍ରାଟକୁ ଟିକେ ଘୁଞ୍ଚି ଯିବା ପାଇଁ କହିଲେ, ଯାହାଫଳରେ ଛିଦ୍ର ଦେଇ ଆସୁଥିବା ରଶ୍ମି ତାଙ୍କ ଦେହରେ ପଡ଼ିବ। ଏପରି ତାଶ୍ଚର୍ଯ୍ୟ ଶୁଣି ସିକନ୍ଦର ମନେ କଲେ ଯେ ଭାରତ ଦେଶ ଓ ଏହାର ଲୋକ ଉଭୟ ଅଦ୍ଭୁତ। ତ ପିଲାମାନେ ଦେଖ ମୁଁ ଏଇଟା ତୁମକୁ କ'ଣ ରଖିବାକୁ ମାନେ କ'ଣ ବୁଝିବାକୁ ଚାହୁଁଛି। ତ ଯେତେବେଳେ ତୁମେ ଟୋଟାଲ୍ ସେଇ ଆମେ ପଢ଼ିଲେ 3ଟି ପାରାଗ୍ରାଫ ଏତିକି ହିଁ ଜିନିଷ ବୁଝିଲେ ନା ଆଉ କିଛି ଅଧିକ ବୁଝିଛନ୍ତି? ଆଉ କିଛି ନାହିଁ। ସେ ଭାରତ ଜିତିଲେ, ସେ ଅନ୍ୟ ଦେଶ ଯେତେବେଳେ ଯାଉଥିଲେ ତାଙ୍କୁ ସମସ୍ତେ ପ୍ରଣାମ କରୁଥିଲେ, କିନ୍ତୁ ଭାରତ ଯେତେବେଳେ ଆସିଲେ ତାକୁ କିଏ ସେ ଭାବିଥିଲେ ଯେ କ'ଣ ଅଭିବାଦନ ଜଣାଇବେ, କିନ୍ତୁ କିଏ ନାହିଁ। ତ ତାପରେ ସେ ଦେଖିଲେ ଯେ ବୁଢ଼ାବୁଢ଼ୀମାନେ କ'ଣ ନିଜ ନିଜ କାମରେ ବ୍ୟସ୍ତ ଥାଉଛନ୍ତି, ଇଏ ତାଙ୍କୁ ପଚାରୁନାହାନ୍ତି। କିନ୍ତୁ ଯେତେବେଳେ ଗୋଟେ କ'ଣ ଗୋଟେ କୌପିନି ବିନ୍ଧା ଏବଂ ମୁଣ୍ଡରେ ଜଟା ଏବଂ ଦେହରେ ପାଉଁଶ ବଳ ତାଙ୍କୁ ସମସ୍ତେ ମୁଣ୍ଡ ନୁଆଁଇ ବା ତାଙ୍କ ପାଦ ଧରି ଅଭିବାଦନ ଜଣାଉଛନ୍ତି। ତ ସେ ଭାବିଲେ ଯେ ଗୋଟେ ଛଦ୍ମବେଶୀ ରାଜା, ତାକୁ ଆଣି କ'ଣ ତାଙ୍କ କାରାଗାରରେ ରଖିଲେ, ଶିବିରକୁ ଆଣିଲେ। ସେ ପଚାରିଲେ ତ ତୁମକୁ କ'ଣ ପାଇଁ ଅଭିବାଦନ ଜଣାଉଛନ୍ତି ଗୋଟେ ରାଜାକୁ ନୁହଁ? ସେ କହିଲେ ଭାରତବର୍ଷରେ ସନ୍ନ୍ୟାସୀ ରାଜାକୁ ପ୍ରଣାମ କରେ ନାହିଁ, ଗୋଟେ ସନ୍ନ୍ୟାସୀଙ୍କୁ ରାଜା ପ୍ରଣାମ କରନ୍ତି।
ତ ତାପରେ ସେ ନିଜେ ତ କଲେ ବା ତାଙ୍କୁ ଟିକେ ଖରାପ ଲାଗିଥିଲା, ଅପମାନ ଲାଗିଲା ଯେତେବେଳେ ସେ ତାଙ୍କୁ କାରାଗାର ରଖି ପଚାରିଲେ ଶେଷ ବିଷୟ ତୁମର କ'ଣ ନା ତୁମେ ଟିକେ ଘୁଚିଯାଅ ସେଠାରୁ, ତ ସୂର୍ଯ୍ୟଙ୍କର କିରଣଟା ସେ ରନ୍ଧ୍ର ଦେଇ ଆସିବ ମୋ ପାଖକୁ ପଡ଼ିବ। ତ ସେଇଟା ପରେ ସେ ଆଶ୍ଚର୍ଯ୍ୟ ହେଲେ ସେ ନିଜେ ପଚାରିଲେ ଯେ କ'ଣ ଭାରତ ଗୋଟେ, ସେ ନିଜେ ରିଅଲାଇଜ୍ କଲେ ଯେ ଭାରତ ହେଉଛି ଗୋଟେ ଅଦ୍ଭୁତ ଦେଶ। ତ ଏଇଟା ଥିଲା କ'ଣ ନା ଗୋଟେ ତା'ର ସଂକ୍ଷେପୀକରଣ, ମାନେ ଏଥିରେ ହିଁ ସବୁ କିଛି ରହିଯାଇଛି। ତ ତା'ର ଶୀର୍ଷକର ନାଁ ଗୋଟେ କ'ଣ ଦେଇଥିଲା ନା ସିକନ୍ଦରଙ୍କ ଦୃଷ୍ଟିରେ ଭାରତ କ'ଣ, ମାନେ ସିକନ୍ଦର ଭାରତକୁ କିପରି ଦେଖୁଥିଲେ ଏବଂ ଭାରତ ପ୍ରକୃତରେ କିପରି ଦେଖିଲେ ପିଲାମାନେ। ତ ଯେଉଁ ଆମର ଅନୁଚ୍ଛେଦ ଏଇଭଳି ଭାବରେ ବହୁତ ଗୁଡ଼ିଏ ଅନୁଚ୍ଛେଦ ଅଛି, ତୁମ ସେଇଟା ପ୍ରାକ୍ଟିସ୍ କରିନେବ ହେଲା। ତ ବହୁତ ଗୁଡ଼ିଏ ଅନୁଚ୍ଛେଦ ରହିଛି ଆମର। ତ ଅବବୋଧ ପରୀକ୍ଷଣ ମଧ୍ୟ ଗୋଟେ ରହିଛି। ତ ଅବବୋଧ ପରୀକ୍ଷଣ ସେମିତି କିଛି ଇମ୍ପୋର୍ଟାଣ୍ଟ ନାହିଁ ପିଲାମାନେ ହେଲା। ତ ଅବବୋଧ ପରୀକ୍ଷଣ କ'ଣ ନା ଅନୁଚ୍ଛେଦ ଦେଖିବ ହେଲା, ଅନୁଚ୍ଛେଦ ଆମେ ଦେଖିବା ଯାହା ଦେଇଛି ସେଇଠୁ ଆମେ କ'ଣ ନା ସେ ପ୍ରଶ୍ନାବଳୀ ଦେଇଥିବ ହେଲା, ପ୍ରଶ୍ନାବଳୀ ଏମିତି ଦେଇଥିବ। ତ ଆମେ ସେଠୁ କ'ଣ ଆନ୍ସର୍ ଖୋଜିକି ବାହାର କରିବା, ଆସିବନି ଦିଅ ବହୁତ ଇଜି, କିଛି ଅସୁବିଧା ନାହିଁ, ହେଇଯିବ। ତ ତାପରେ ଆସିଲା ଆଉ ଗୋଟେ ଅଛି ଆମର 5ଟି ଦେଇଥିବ ନା 6ଟି। ତ ହଁ ଏଇଭଳି ହିଁ ଅଛି ପିଲାମାନେ, ଆମର ଅନୁଚ୍ଛେଦ ଦେଇଥିବ ତାଠୁ ଆମର କୋଶ୍ଚିନ୍ ପଚାରିଥିବ, ସେଇଠୁ ଆମେ କ'ଣ ଉତ୍ତର ଲେଖିପାରିବା। ଏଇଟା ତ ବହୁତ ଇଜି, ଛୋଟବେଳେ ତୁମେ ଦେଖିଥିବ ଅନୁଚ୍ଛେଦରୁ ଦେଖିଦେଇକି ପ୍ରଶ୍ନ ଉତ୍ତର ବାହାର କରିବାଟା। ତ ଏଭଳି ଭାବରେ ଥିଲା। ତ ତାପରେ ଆମେ ଦେଖିବା ପରବର୍ତ୍ତୀ କ୍ଲାସ୍ରେ ଆମେ ଦେଖିବା ଚତୁର୍ଥ ଏକକ ବା ୟୁନିଟ୍ 4, ଯାହାକି ଆମେ କହିବା ଫିଚର, ପତ୍ର ଲିଖନ, ବିଜ୍ଞାପନ ପ୍ରସ୍ତୁତି, ସ୍ତମ୍ଭ ଲିଖନ, ଏଗୁଡ଼ିକ ବିଷୟରେ ଆମେ 1 ମାର୍କ ତା'ର ଦେଖିବା। ତ ଏଇଠୁ ବୁଝିପାରିଲ ତ ପିଲାମାନେ। ତୁମର ଯଦି ବୁକ୍ର ନାହିଁ ମୁଁ ଟେଲିଗ୍ରାମ ଚ୍ୟାନେଲରେ ସେଣ୍ଡ କରିଦେଇଛି, ତୁମେ ସେଇଠୁ ଦେଖିନେବ ବୁକ୍ ଗୁଡ଼ିକ ଏବଂ ଏଗୁଡ଼ିକୁ ତୁମେ ପ୍ରାକ୍ଟିସ୍ କରିଦେବ ହେଲା। ଏଇଠୁ ତ ତୁମେ 1 ମାର୍କ 2 ମାର୍କ ଆମେ ୟୁଟ୍ୟୁବରେ କ୍ଲାସ୍ କରିବା, କିନ୍ତୁ ଏଗୁଡ଼ିକୁ ସେମିତି କିଛି ନା, ଅନୁଚ୍ଛେଦ ଗୁଡ଼ିକୁ ତୁମେ ହିଁ ପ୍ରାକ୍ଟିସ୍ କରିବାକୁ ପଡ଼ିବ। ତ ତୁମେ ସେଇଟା ଟେଲିଗ୍ରାମ ଚ୍ୟାନେଲରୁ ଡାଉନଲୋଡ଼ କରିନେବ, ବୁକ୍ ଦେଇଦେଇଛି ମୁଁ, ସେଠୁ ତୁମେ ପ୍ରାକ୍ଟିସ୍ କରିଦେବ ଆମର ଅନୁଚ୍ଛେଦ ଗୁଡ଼ିକ। ରହୁଛି, ଜୟ ଜଗନ୍ନାଥ।